ମୁଁ କହୁଥିଲି ଆପଣଙ୍କୁ ବ୍ୟାଧି ଯୋଉ ପାଞ୍ଚ କ୍ଲେଶ ମଣିଷ ଅବିଦ୍ୟା ଗୋଟେ ସୂତ୍ର ଅଛି ଗୁରୁଙ୍କର ଅବିଦ୍ୟା ଅସ୍ମିତା ରାଗ ଦ୍ୱେଷ ନିବେଶ ପାଞ୍ଚ କ୍ଲେଶ ଏଇ ପାଞ୍ଚଟା କ୍ଲେଶ। ଅବିଦ୍ୟା ମାନେ କଣ? ଆମେ ଯୋଉ ତତ୍ତ୍ୱ କଥା ବିଚାର କରୁଥିଲେ ଆଉ ଭୂତ କଥା ବିଚାର କରୁଥିଲେ, ଭୂତ ଆସିଲା କୋଉଠୁ? ଭୂତ ମାନେ କଣ? ଯାହା ପ୍ରକୃତରେ ନାହିଁ ତାହା ଅଛି ବୋଲି ଭାବିବା ହଉଛି ଭୂତ। ନା ଭୂତ ମାନେ ଆଉ କଣ? ଯଦି ଭିତରେ ରସି ପଡିଛି, ରସିଟାକୁ 4 ଜଣ ଲୋକ ଆସିକି ସାପ ବୋଲି ଫେରିକି ଯିବାଟା ହଉଛି ଭୂତ। କାରଣ ସାପ ଏଇଠି ଅଛି, ଆମେ ଯିବାଟା ଯିବାନି। ଆଉ 2 ଜଣ ଲୋକ ଆସିଲେ ଟର୍ଚ୍ଚ ରେ ଦେଖିଲେ ଏଟା ସାପ ମାନେ ରସି, ତା ଉପରେ ପାଦ ଧରି ସେ ଚାଲିଗଲେ। ତାହେଲେ ସେ ଜିନିଷ କେତେ ନାହିଁ ଦେଖିଲେ କେତେ ଜଣ ଦେଖିଲେ ସତ୍ୟ କୋଉଟା ଅସତ୍ୟ କୋଉଟା? ଯୋଉଟା ସତ୍ୟ ସେଥିରେ ନେଗେଟିଭ ଅଛି, ମାଡା ଲାଗି ଚାଲିବ। ଦିଟା ଅଛି କି? ସେମିତି ସଂସାରରେ କେବଳ ତତ୍ତ୍ୱ ହିଁ ଅଛି। ବାକି ଯୋଉ ଭୂତଟା ଆତ୍ମା ତିଆରି କରିଛି, ମାନେ ମୁଁ ତିଆରି କରିଛି ସ୍ୱୟଂ। ଏବେ ତ ଆପଣ ମୁଁ କହିଲେ ବୁଝିପାରିବେନି, ଯେତେବେଳେ ସାଧନରେ ଆପଣ ସମାବେଶ କରିପାରିବେ ସେତେବେଳେ ବୁଝିପାରିବେ। ତା ଅନୁସାରେ ଆପଣଙ୍କୁ କେହି କହିବେନି, ମୁଁ ବି କହିପାରିବିନି, ଆପଣଙ୍କୁ ନିଜେ ନିଜେ ମିଳିଯିବ। ଯେମିତି ମନେ କରନ୍ତୁ ସେ ଭାଇକି ମୁଁ ଚାପଟ ଲଗେଇ ଦେଇଛି ସ୍ୱପ୍ନର, ସେ ସ୍ୱପ୍ନ ଦେଖୁଛନ୍ତି ଭାଇ ଆସିଥିଲେ ବରଗଡ଼ରୁ ମତେ ଦି ଚାପଟ ଲଗେଇ ଦେଇଛି। ନିଦ ଭାଙ୍ଗିଗଲା ସକାଳେ, ସେ ବରଗଡ଼ ମୋ ପାଖକୁ ଯିବେ କି? କାହିଁକି ମତେ ଦି ଚାପଟ ଲଗେଇଲେ? ଯେତେବେଳେ ନିଦ ଭାଙ୍ଗିଗଲା ସେତେବେଳେ ସେ ବୁଝିବେ ନାଇଁ ନାଇଁ ଭାଇ ଆସିନାହାନ୍ତି ମତେ ମାରିବେ। ଏଇ ଜାଗ୍ରତ ସଂସାରଟା ସେଇଟା। ଯେତେବେଳେ ଆପଣ ଜିରୋ କରି ତା ଭିତରକୁ ପୁରେଇ ଦେବେ, ନିଜର ଅନୁଭୂତି ଜାଣିବେ। ତେଣୁକରି ତତ୍ତ୍ୱ କହିଲେ କେବଳ ଆତ୍ମତତ୍ତ୍ୱ ହିଁ ତତ୍ତ୍ୱ। ତା ଦ୍ୱାରା ସୃଷ୍ଟି ହୋଇଥିବା ଜିନିଷ ହଉଛି ସଂସାର ଆଉ ଶରୀର। ଏଇ ସଂସାର ଆଉ ଶରୀର ଦିହେ ଯାକ ଅଛନ୍ତି ବୋଲି ଆମେ ଆପଣମାନଙ୍କ ସାଙ୍ଗରେ କଥାବାର୍ତ୍ତା ହେଇଯାଉଛେ। ଆପଣ କିଛି ରିସିଭ କରିପାରନ୍ତି, ଆମେ କିଛି କହିପାରୁଛୁ। ଏ ହଉଛି କଥା। ସେତେବେଳେ ଏଇ ସଂସାର କାହିଁକି ସବୁଦିନ ଅଛି? ଆପଣ ମରିଗଲେ ବି ସଂସାର ଅଛି ନା। ଇଏ କ୍ରମାନ୍ୱୟରେ ଅଛି। ସଂସାର ବି ସତ୍ୟ, ସତ୍ୟ ନୁହଁ କିନ୍ତୁ ଏମିତି ସତ୍ୟ। ଆଜି ଏମିତି ଅଛି, କାଲି ଆଉ ପ୍ରକାର। ଆଜି ଗୋଟେ ଗଛ ଭେଣ୍ଡି ଗଛ ଏଠି ହେଇଛି, ଆପଣ 4 ଦିନ ପରେ ଦେଖିଲେ ଏଠି ନୁହଁ। ଇଏ ହଉଛି ସଂସାର। କିନ୍ତୁ ଯାହା କିଛି ବଢୁନି କିଛି ଛେଡୁନି, ସବୁଦିନ ଯେମିତି ଅଛି, ସିଏ ହଉଛି ଆତ୍ମ। ସେଇଟା ହଉଛି ସତ୍ୟ ତତ୍ତ୍ୱ। ସେଇ ସତ୍ୟ ତତ୍ତ୍ୱ ଉପରେ ଗୋଟେ ବିଚାର କରୁଥାଉ। ଆଉ ଏ ସଂସ୍କାରକୁ ପଢିକି ସେ ଯେତେବେଳେ ପିଲାଦିନେ ତାଙ୍କ ଦେହ ଖରାପ ହେଲା, ତାଙ୍କ ବାପା ମା ଟ୍ରିଟମେଣ୍ଟ କଲେ, କୌଣସି ଟ୍ରିଟମେଣ୍ଟ ସେ ଭଲ ହେଲେନି। ତାପରେ ସେ ତାଙ୍କ ଘରକୁ ଯୋଗୀମାନେ ଆସନ୍ତି, ସେତେବେଳେ 7 ବର୍ଷ ହେଲା ସେମାନେ କହିଲେ ଯେ ଏଇ ଗୋଟେ ସଂସ୍କାର ଆସିଛି, କିଛି ହୁଏ ସେଇ ନିଜ ସମାନ ସହିତ କେବଳ ଡିଫରେନ୍ସ ରହିଲା ସେଇ ଗୋଟେ ଜିନିଷ ପୂଜା କରିବା ଜିନିଷ। ଯେପର୍ଯ୍ୟନ୍ତ ମଣିଷ ଜାଣିପାରିବନି ସେ କାରଣ ପିଲା ଶିଖିବା ପର୍ଯ୍ୟନ୍ତ ତାକୁ ଗଛ କିଛି ଲାଭ ଅଛି ଜାଣିପାରିବନି। ଏ ପରେ ଆପଣ ମାନେ ବହିଟା ଆଗ ପଢିବାକୁ ପଡିବ, ଚିତ୍ରରେ ଦେଖେଇବାକୁ ପଡିବ, ସେଇ ଆପଣ କିନ୍ତୁ ସେଇ ଚିତ୍ରରେ ଆପଣ ଚିହ୍ନିଲା ମାନେ ସେ ଖାଇବା ପାଇଁ ଗଛ ପାଖକୁ ଯାଉ। କିନ୍ତୁ କାହିଁକି ଆମେ ତାହେଲେ କଲ କରୁଛେ? କିନ୍ତୁ ଆତ୍ମା ଆମ ପାଠ ପଢିଛୁ। ମତେ ରାମ ଭଜିଲେ କି ହେବ, ଚିନି ବୋଲି କହିଲେ କି ମଧୁର ଲାଗିବ, ନାହିଁ ଭାବ ମାଟିର ଗାଈ କି କ୍ଷୀର ଦେବ, ନାହିଁ ଭାବ ମାଟିର ଗାଈ କି କ୍ଷୀର ଦେବ। ସଂସାରକୁ ସମ୍ଭାଳିବା ପାଇଁ, ସଂସାରକୁ ଏଇ ଜୀବନକୁ ବଞ୍ଚେଇବା ପାଇଁ, ଜୀବ ହଉଛି ଅଜ୍ଞାନ। ଆମେ ଯୋଉ ବ୍ରହ୍ମ ବିଷୟରେ କଥା ହଉଛେ, ଜୀବ କେବେ ହେଲେ ଗ୍ରହଣ କରିପାରିବ? ସେଥିପାଇଁ ଲୋକ ଆସୁନାହାନ୍ତି। ଜୀବ ହଉଛି ଅଜ୍ଞାନ, ସିଏ ସତ୍ୟ ଜ୍ଞାନ କଣ ଜାଣିନି, ସେ ଅସତ୍ୟ ଜ୍ଞାନ କଣ ଜାଣିଛି। କୋଉଠି ବି ପଇସା ମିଳିବ ଜାଣିଛି, କୋଉଠି ନିଜ ସ୍ତ୍ରୀ ଥାଇକି ଆଉ ଗୋଟେ ସ୍ତ୍ରୀ ଭଲ ମିଳିପାରିବ ସମ୍ଭବ, ସେଟା ସେ ଜାଣିଛି। କୋଉଠି ଚୋରି କରିବି ଜାଣିଛି। ଏଇ ସବୁ ବାହାର ଜ୍ଞାନ ତାକୁ ଗୋଟେ ବ୍ୟବହାର ଜଣା, କାରଣ ଅନେକ ଜନ୍ମର ସେ ଅଭ୍ୟାସ ଅଛି। ସେଇ ଜିନିଷଟା ତାକୁ ଜଣା। ଆଉ ଯୋଉ ଜିନିଷଟା ଜଣା ନାହିଁ ସେଇଥିପାଇଁ କହିଲି ଅନେକ ଜନ୍ମ ସଂକ୍ରାନ୍ତ କର୍ମ ବନ୍ଧ ବିନା ହେଇନି। ଆମେ ଯୋଉ କର୍ମ କରୁଛେ, କର୍ମ କରିବାରେ କୁଶଳତା ଆମକୁ ଜଣା ନାହିଁ। ସେଇଥିପାଇଁ ଆମେ କିଛି ଅର୍ଜନ କରି, ଏବେ ଯଦି ଆମେ ଈଶ୍ୱରକୁ ତ୍ୟାଗ କରିଦବା, ତେବେ ଯୋଉ ଜୀବନ ସତ୍ତା କହିଲି, ଯୋଉ ଇନ୍ଦ୍ର ମାନଙ୍କର ଚିତ୍ତ ବୁଦ୍ଧି ମନ ଅହଙ୍କାର କଥା କହିଲି,
ସେଇ ଜିନିଷକୁ ଦେଇକି ସେ ଚାଲେ। ଆମର ଲୋକ କଣ ହେଲେ ଗୋଟେ ପୁରାଣ ଶାସ୍ତ୍ର ଲେଖା ହେଇଛି, ସପ୍ତ ଲୋକ ଉପରୁ ସପ୍ତ ଲୋକ ତଳେ ଅଛି, ପାତାଳ ସବୁ ସବୁ ସତ୍ୟ କଥା। କିନ୍ତୁ ମଧୁବାନ ପାଇଁ ସତ ନୁହେଁ, ସେମିତି କିଛି ମହଲ ନାହିଁ ଏଇଟା ଆମ ପାଇଁ। ସେଇଟା ଆମର ଯୋଉ କ୍ୱାଲିଟି ଅଛି, ଆମର ଯୋଉ ସାଧନା ଅଛି, ସେ ସାଧନା ଦ୍ୱାରା ଆମେ ଓଡିଆ ସ୍ଥାନ ପାଇବା। ଆମେ ଅମର ନା, ଆମେ ହୁଏତ ସୂକ୍ଷ୍ମ ସ୍ତରରେ ରହିବା, ନହେଲେ ସ୍ଥୂଳ ସ୍ତରରେ ରହିବା। ଏବେ ଆମେ ସ୍ଥୂଳ ସ୍ତରରେ ଅଛେ, ପ୍ଲସ ସୂକ୍ଷ୍ମ ସ୍ତରରେ ଦି ଜାଗାରେ ଅଛି। ଯଦି ସୂକ୍ଷ୍ମ ସ୍ତରରେ ଆମର ସ୍ଥୂଳ ଶରୀର ନଷ୍ଟ ହେଇଗଲା, ତେବେ ଆମେ ଅନ୍ୟ ଶରୀରକୁ ଦେଖିବା। ଆମେ ଯେମିତି ସାର୍ଟଟା ଚିରିଗଲେ ଆମେ ପୁଣି ନୂଆ ସାର୍ଟ ଦେଇକି ଆଣୁଛେ, ଆମ ଚଏସରେ ପୁଣି ଆମ ଇଚ୍ଛାରେ। ଆମେ ୟାପରେ ଯୋଉଠି ବି ଜନ୍ମ ହେବା, ଆମେ ଭଲ ଧନୀ ଘରେ ଜନ୍ମ ହେବା, ଭଲ କାର ଥିବ, ତାର ଭଲ ପ୍ରକାର ଥିବ, ସେଇଆକୁ ସମ୍ଭବ ହେଇଥାଏ। ଆପଣଙ୍କୁ ଅବିଶ୍ୱାସ ଲାଗିପାରେ, ମତେ ବି ସେଇଆ କହିବ ଯେ ତୁମର ଭାବନା ଅନୁସାରେ ତୁମକୁ ଜନ୍ମ। ଆଉ ଜନ୍ମ କରିବା ଦରକାର ନାହିଁ। କାହିଁକି ଜନ୍ମ ହବାର ଦରକାର? ସେଇଭଳି ଜନ୍ମ ହେଇଥିଲେ କେବଳ ଏଇ ମଣିଷମାନଙ୍କ ପାଇଁ। ନହେଲେ ତାଙ୍କର ସେ କେତେ ଲକ୍ଷ ଲକ୍ଷ ବର୍ଷ ପରେ ଆସିଥିଲେ। ଜନ୍ମ ହବାର ସେ ଆବଶ୍ୟକ ନାହିଁ, ସେଠି ବି ସେ ଶାନ୍ତି ପାଇବେ। ସିଦ୍ଧାନ୍ତ ମୂଳ ସେ ଆସିବାର କାରଣ ହଉଛି ଏଇ ଦିଗ୍ଦର୍ଶନ ଦବା ପାଇଁ, ଯେ ପ୍ରକୃତ ଜ୍ଞାନରେ ଯେତେବେଳେ ଲୋକ ମହାଭାରତରେ ଲେଖା ହେଇନି, ପରିତ୍ରାଣାୟ ସାଧୂନାଂ ବିନାଶାୟ ତଦୁଃଖଂ ସଂସ୍ଥାପନାर्थाय ସମ୍ଭବାମि ଯୁଗେ। ସେମାନେ ଅବତାର ସବୁ ହେଇଥିଲେ, ସ୍ୱୟଂ ଆସିଛନ୍ତି ଗୁରୁବାରକୁ ବିରୋଧ କରିବା ପାଇଁ। କେବଳ ସତ୍ୟ ଏକମାତ୍ର ସତ୍ୟ ମୋ ପାଖରେ ଅଛି, ଏକ ରହସ୍ୟ ଆମେ ସମସ୍ତେ ବହୁତ ହେଇଯାଇଛୁ। ଯେଉଁ ବିଧାନଟି ପ୍ରତ୍ୟେକ ଲାଭିଆ ଶରୀର ଭିତରେ ସେ ରହିଲା, ଲଗାଇଲା ବାଟ ରଖିଲା ସୋନା। ଏମିତି ସବୁ ଗୁରୁମାନେ ଲେଖିକି ଭଲ କଥା। ମୁଁ ମତେ ନ ଚିହ୍ନିଲା ପର୍ଯ୍ୟନ୍ତ ମୁକ୍ତି ନାହିଁ। ମୁକ୍ତି ବୋଲି ଅନେକ କିଛି କଥା। ମୁକ୍ତି ଅର୍ଥ ଆପଣ ଭାବନ୍ତି ଯେ ଅନ୍ୟ କୋଉଠି ଗଲେ ମୁକ୍ତି ହେଇଯିବ ନା, ଏଇଠି ଥାଇକି ମୁକ୍ତ ହେବ। ଯେହେତୁ କର୍ମବନ୍ଧନରେ ଆମେ ଛନ୍ଦି ହେଇକି ପଡିଛେ, ସେଇ କର୍ମବନ୍ଧନକୁ ଆମେ ଯଦି କାଟି ପାରିବା, ତେବେ ଆମେ ଏଇ ଜୀବନ ଠିକ ଅଛି। ଆଉ ନହେଲେ କିଛି ନାହିଁ। ଆନନ୍ଦରେ ଖୁସିରେ ସବୁବେଳେ ବୁଲି ପାରିବା, ବଡ ବଞ୍ଚ ବି କରିବ। ବୁଢା ଚାଲିଲା ସୃଷ୍ଟି ପଡେ ହେଲାଣି, ଏବେ ବି ଆମେ ଠିକ ଠିକ ପିଲାଳିଆ ଭଳିଆ ସିଢି ପଡିଲେ 50-60 କିନ୍ତୁ ଆପଣ ଦେଖିବେ ଅଳ୍ପ ବୟସର ପିଲା ମଧ୍ୟ ସାଧନା ଆପଣମାନେ ବି କଣ ପଚାରିବେ, ଯୋଉଟା ମନେ ପଡିଲା ଆସିଲା। କିନ୍ତୁ ଯଦି ପଢେଇକି ଆସିବି ବହି କଥା ବି ମୁଁ କହିପାରିବି କିଛି, କିନ୍ତୁ କିଛି ନ ପଢେଇକି ଖାଲି ଟିକେ ରମେଇଦେବି ଚାଲିଗଲେ। ସତ୍ୟ ଜ୍ଞାନକୁ ଆସିବା ପାଇଁ ଲୋକମାନଙ୍କୁ ଉତ୍ସାହିତ କରନ୍ତୁ। ବିଶେଷ କରି ସ୍ୱାମୀ ସ୍ତ୍ରୀ ଯଦି ଅଲଗା ଅଲଗା ହେଲେ ମାନେ ଜିନିଷଟା ଟିକେ ଦେଖାଡି ହେଇଯାଏ, ସୁବିଧା ହେଇଯାଏ, ମାନେ ବୁଝିବାର ଶିକ୍ଷା। ଆଡଜଷ୍ଟମେଣ୍ଟ ମୁଁ ସେଇଥିପାଇଁ କହିଲି ଆପଣଙ୍କୁ, ଯିଏ ଭଲ ଲାଗି ପୂଜା କରନ୍ତି କର, ଆପଣ କରିବା ପାଇଁ କାହାକୁ ବାଧା କରିବେ। କାରଣ ମୁଁ ଗୋଟେ ଲୋକ ଆଗେ ଆସିଛି, ଆପଣ ଭଲ ଆଗରୁ ଦେଖିନାହାନ୍ତି 5 ବର୍ଷ ଆଗରୁ। ଏବେ ନୂଆ ଦେଖେଇ ତ ଆପଣଙ୍କର ଯଦି ଗାଣ୍ଡି ଭାତ ହେଇଛି, ମୋ ପାଇଁ ଗୋଟେ ସ୍ପେଶାଲ ତରକାରୀ ନିହାତି ହବ। ଏଇଟା ବନ୍ଧୁବାନ୍ଧବ ଘର ତେଣୁକରି ଆମେ ଯେତେବେଳେ ବିଶେଷ ଭାବରେ ଏଇଟା ଜ୍ଞାନ, ଏଟା ବିଶେଷ ଭାବରେ ଶିବଙ୍କର ଜ୍ଞାନ ବହୁତ ବିଶେଷ ଭାବରେ ଜ୍ଞାନ। ଜାଣନ୍ତିନି କହିଦେଲି ୟାକୁ ବହଳିଆ ଭାବରେ ଆପଣ ଚାହାନ୍ତୁ। ତାଙ୍କର ଯୋଉ ଚାଟା କରିବାକୁ ଭଲ ଲାଗିଲା, କାହିଁକି ଚିନି ଖାଇବାକୁ ମିଠା ଖାଇବାକୁ ଲୋକ ତ 15 ବର୍ଷ 20 ବର୍ଷ ମୋର ଡାଇବେଟିସ, ମୋର ବିନା ଚିନି କିନ୍ତୁ ଆମେ ସେ ପର୍ଯ୍ୟନ୍ତ ଯାଇନୁ। ଶୁଭ ଭାବନାରେ ଚାଲି ଆସିଛେ ପର୍ଯ୍ୟନ୍ତ। ଆପଣ ଯଦି କଣ କରିବେ, ସେଇ ଯୋଉ 5ଟା ଇଏ କଥା କଥା କହିଦଉଛି, ସବୁ ଏକା ଅର୍ଥ। ଆତ୍ମତତ୍ଵ ଆଡକୁ ସବୁ ଆସିବ। ଅବିଦ୍ୟା, ଅସଙ୍ଗୀତା, ରାଗ, ଦ୍ୱେଷ, ଅଭିନିବେଶ, ପଞ୍ଚକୋଶ। ଅବିଦ୍ୟା କହିଲେ ଯାହା ବିଦ୍ୟମାନ ନାହିଁ। ଭାଗବତ ବି ପ୍ରମାଣ କରିଛି, ଅବିଦ୍ୟା ଘରେ ଜୀବ ଜ୍ଞାନ ବିଦ୍ୟା ବୁଦ୍ଧି ନାଥ ପରମ ଦୟାଳୁ ଇତ୍ୟାଦି ଇତ୍ୟାଦି ସବୁ ଭାଗବତରେ ବର୍ଣ୍ଣନା କରାଯାଇଛି। ଆତ୍ମାକୁ ବି ବହୁତ ଗୁରୁତ୍ୱ ଦିଆହେଇଛି, ଯୋଉଟା କି ଭାଗବତରେ ଲେଖା ହେଇଛି।
ମୁଁ ଆତ୍ମା ଭକ୍ତା କର୍ତ୍ତା ହୋଇ ସକଳ କର୍ମ ଫଳ ଦେଇ ଯେ ପୁଣି ପରେ ହୋମ ଯଜ୍ଞ କହୁଁ ବହୁତ ବିଲଗ୍ନ ଏହା ତ ରୁଚି ପରମ ଭଜତୁ ମତେ ଜ୍ଞାନେ। ଆମର ଆପଣ ବିଶ୍ୱାସ କରିବେନି ଭାଗବତରେ ଆମର ଯୋଉ ସାଧାରଣତଃ ଓଙ୍କାରଟା କହୁଛେ ବାମଚରଣ ବୋଧଦ୍ୱାର ବୋଲି ଲେଖା ହେଇଛି ପଛରେ। କିନ୍ତୁ କେହି କରନ୍ତିନି। ଆପଣ ପଢା ଲୋକ ପଚାରେ ଖାଲି ଭାଗବତ ପଢିକି ଯାଇଥିଲୁ ଭାଗବତ ପଢିଥିଲୁ ଆଣିକି ସେଇଟା ଦଉଛି ଚିନି 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 କହିଲେ ଯେମିତି ମିଠା ଲାଗୁଛି ପାଟିଟା ଲାଗୁଛି କି ସେଇ ଭାଗବତ ପଢାଟା ସେଇ ଏମିତି ତା ତ ସେଇଟା ଲେଖା ହେଇଛି ବାମଚରଣ ଦ୍ୱାରେ ଦକ୍ଷିଣ ପାଦ ତା ଉପରେ ଜାନୁ ଗଳେ ପାଣି ତାତିବ ବେଳ